ମାଧବପୁର ବୋଲି ଗାଁଟି। ଆଉ ସେଇ ଗାଁରେ ଗୀତା ଦେବୀ ନାଁରେ ଗୋଟେ ବୁଢ଼ୀ ଚଢ଼େଇ ରହୁଥିଲା। ଗୀତା ଦେବୀର ଗୋଟେ ପୁଅ ଆଉ ଗୋଟେ ଝିଅ। ଝିଅର ତ ବାହାଘର କରିଦେଇଥାନ୍ତି। ସେପଟେ ପୁଅ ପାଇଁ ବି ବୋହୂ ନେଇ ଆସିଥାନ୍ତି। ବୋହୂ ଥିଲା ଖୁବ୍ କାମିକା। ରାଜୁ ଚାଷବାସ ଦିନରେ ବିଲକୁ କାମ କରିବାକୁ ଯାଏ, ବାକି ଦିନ ବଜାରକୁ ଯାଏ। ସେପଟେ ରାଜୁର ଭଉଣୀ କୁନି ଗୋଟେ ଦିନ ତା ସ୍ୱାମୀ ସହିତ ଝଗଡ଼ା କରେ। ହାଇରେ ମୋର ଫଟା କପାଳ, କିଏ ଜାଣି କେଉଁ ବେଳାରେ ମୋ ମା ଆଉ ଭାଇ ତମକୁ ମୋ ପାଇଁ ବର ହିସାବରେ ଦେଖିଥିଲେ। ଗୋଟେ ଶାଢ଼ୀ କିଣି ପିନ୍ଧିବାକୁ ଦେବାକୁ ତମର ଯୋଗ୍ୟ ନାହିଁ। ଛି ଛି, ମୁଁ ତମ ସାଙ୍ଗରେ ଆଉ ଚଳି ପାରିବିନି। ଯାଉନ ଆମ ପଡ଼ିଶା ଘରେ ଦେଖିବ, ଭିକ ମାଗୁଛି ହେଲେ ବି ତା ସ୍ତ୍ରୀକୁ କେତେ ସୁଖରେ ରଖିଛି। କୁନି, ତମେ ଏଇ ଛୋଟିଆ କଥାରେ ରାଗୁଛ କଣ ପାଇଁ? ଏତେ ଦିନରୁ ତ ଆମର ବାହାଘର ହେଲାଣି। ତମେ ଯେବେ ଯାହା କହିଛ ସଙ୍ଗେ ସଙ୍ଗେ ତମ ଆଗରେ ଆଣି ରଖିଦେଇଛି। ହେଲେ ଆଜି ଟିକେ ମୋର ପରିସ୍ଥିତି ଭଲ ନୁହଁ। ଟଙ୍କା ପଇସାର ଅସୁବିଧା ଚାଲିଛି। ସେଇଥିପାଇଁ ମୁଁ ତମକୁ ଶାଢ଼ୀଟା ଆଣି ଦେଇ ପାରିଲିନି। ହେଲେ ତମେ ତ ଟିକେ ବୁଝିବା କଥା। ମୁଁ ସବୁ ବୁଝିପାରୁଛି। ତା ମାନେ ତମେ କହୁଛ ଯେ ମୁଁ ତମର ଟଙ୍କା ଯାକ ଖାଇ ଯାଉଛି ନା? ନା, ମୁଁ ଆଉ ତମ ସାଙ୍ଗରେ ଚଳି ପାରିବିନି। ମୁଁ ଆଜି ହିଁ ମୋ ବାପ ଘରକୁ ଚାଲି ଯାଉଛି। ଆଉ କହିଦଉଛି, ମୋ ପଛେ ପଛେ ଯେମିତି ନ ଆସ। କୁନି ନିଜ ସ୍ୱାମୀ ଉପରେ ରାଗି ଯାଇ ଘରୁ ତମ ହେଇ ରାଗରେ ବାହାରିଯାଏ। ସିଧା ଯାଇ ବସେ ବସ୍ରେ। ଗୋଟେ ବସ୍ ତାଙ୍କ ଗାଁକୁ ଯାଉଥାଏ। ଆଉ କୁନି ସେଇ ବସ୍ରେ ବସି ଆସି ତାଙ୍କ ଗାଁରେ ପହଞ୍ଚିଯାଏ। କୁନିର ମା ଘର ଅଗଣାରେ ଖଣ୍ଡେ ଖଟ ପାରି ବାହାରେ ବସିଥାନ୍ତି। ପୁଅ ବୋହୂ ଯାଇଥାନ୍ତି ବିଲକୁ। ଠିକ୍ ଏତିକି ବେଳେ କୁନି ଆସି ସିଧା ଘରେ ପହଞ୍ଚିଯାଏ। ଆଲୋ ମା କୁନି, ତୁ ଆସିଛୁ, ମତେ ବହୁତ ଖୁସି ଲାଗିଲା ମା। ଏଥର ତ ଗମା ପୁନେଇରେ ବି ତୋର ଦେଖା ନଥିଲା। ଯାହା ହଉ ଆଜି ମନେ ପକେଇ ଆସିଲୁ। ମାଲୋ, ମୁଁ ଏଇଠି ବୁଲିବାକୁ ଆସିନି। ମୁଁ ଆଜିଠାରୁ ଏଇଠି ସବୁଦିନ ପାଇଁ ରହିବି, ବୁଝିଲୁ? ଏଇଟା କଣ ମୋ ଘର ନୁହଁ? କହିଲୁ ଦେଖି, ଜ୍ୱାଇଁ ପୁଅ ନା ମୋ ଜୀବନଟା ପୁରା ନର୍କ କରିଦେଇଛନ୍ତି। ଟିକେ ହେଲେ ଶାନ୍ତିରେ ରଖେଇ ଦଉନାହାନ୍ତି। ସବୁବେଳେ ଖାଲି ଛୋଟ ଛୋଟ କଥାରେ ମୋ ସାଙ୍ଗେ ଝଗଡ଼ା ଲାଗୁଛନ୍ତି। ମୁଁ ଆଉ ସେଠି ଚଳି ପାରିବିନି। ସେଇଥିପାଇଁ ସବୁଦିନ ପାଇଁ ଶ୍ୱଶୁର ଘର ଛାଡ଼ି ମୋ ବାପ ଘରକୁ ଚାଲି ଆସିଲି। ଠିକ୍ କରିଛୁ ମା, ଠିକ୍ କରିଛୁ ତୁ। ତୁ କଣ ଭାବିଲୁ ମୁଁ ତତେ ବାହାଘର କରେଇ ଦେଇଛି ଯେ ଭୁଲି ଯାଇଛି? ନା ଲୋ ମୋ ଝିଅ, ତୁ ଆଜିଠାରୁ ଆମ ସାଙ୍ଗରେ ରହିବୁ। ଆଉ ତୋ ଭାଇର ଯେତିକି ଏଇଠି ଅଧିକାର ଅଛି ନା, ତୋର ବି ସେତିକି ଅଧିକାର। ଯା, ଏବେ ଯାଇ ଘର ଭିତରେ ଆଗ ବେଗଟା ଥୋଇଦେଇଆ। କୁନି ମାଙ୍କର କଥା ଶୁଣି ଘର ଭିତରକୁ ବେଗ୍ ରଖିବାକୁ ଚାଲିଯାଏ। କୁନି ଘରେ ପହଞ୍ଚୁ ପହଞ୍ଚୁ ସଞ୍ଜ ମାଡ଼ି ଆସୁଥାଏ। ଆଉ ମା ଝିଅ ଦୁହେଁ ବାହାରେ ବସିଥାନ୍ତି। ଠିକ୍ ଏତିକି ବେଳେ ପୁଅ ବୋହୂ ଦୁହେଁ ବିଲରୁ ଫେରି ଆସନ୍ତି। ଆରେ କୁନି, ତମେ କେତେବେଳୁ ଆସିଲଣି? ଆଉ ଏଇଠି ଘର ବାହାରେ କଣ ପାଇଁ ବସିଛ? ଭାଉଜ, ମୁଁ ଏଇ ଟିକେ ଆଗରୁ ଆସିକି ପହଞ୍ଚିଲି। ଖାଲି ବେଗଟା ଘରେ ଯାଇ ରଖିଛି। ଆରେ ବାଃ କୁନି, ରାକ୍ଷୀ ପୁନେଇରେ ତ ଭାଇ କଥା ମନେ ପଡ଼ିଲାନି। ସେତେବେଳେ ଡାକିଲି ବେଳେ କହିଲୁ କଣ ଘରେ ବହୁତ କାମ, ଆଉ ଆଜି ଆସିଛୁ। ଭଲ କରିଛୁ, ଭଲ କରିଛୁ। ହେଲେ କୁନି, ଜ୍ୱାଇଁ ପୁଅ କାହାନ୍ତି? ଦେଖା ଯାଉନାହାନ୍ତି ଯେ? କଣ ଘର ଭିତରେ ଅଛନ୍ତି? ନା ଭାଇ, ସେ ଆସିନାହାନ୍ତି। ମୁଁ ଏକା ବସ୍ ଧରି ଆସିଛି। କଣ ଏଇଠି ଠିଆ ଠିଆ ଭଉଣୀ ଚର୍ଚ୍ଚା କରିବ ନା କଣ? ଆଉ ବୋହୂ, ତତେ କଣ ଦେଖାଯାଉନି? ନଣନ୍ଦଟା ଆସି କେତେବେଳୁ ବସିଛି। କଣ ଟିକେ ଯାଇ ରନ୍ଧାରନ୍ଧି କଲେ ସେ ଜଲ୍ଦି ଖାଇବ। ବସ୍ରେ ଆସିଛି ବିଚାରୀଟା, ଥକି ଯାଇଛି। ଆଉ ରାଜୁ, ତୁ ଏଇଠି ରହ, ତୋ ସାଙ୍ଗରେ କଥା ଅଛି। ଶାଶୁଙ୍କ କଥାରେ ରୁଚି ଘର ଭିତରକୁ ଚାଲିଯାଏ। ଘର ଭିତରେ ଯାଇ ନଣନ୍ଦଙ୍କ ପାଇଁ ଗରମ ଗରମ ଭାତ ବସେଇ ଦିଏ। ତାପରେ ପରିବା କାଟି ବସେ। ଦେଖୁ ଦେଖୁ ଅନ୍ଧାର ମାଡ଼ି ଆସେ। ଆଉ ସମସ୍ତେ ଗୋଟେ ଲଣ୍ଠନ ଜଳେଇ ଦେଇ ବାହାରେ ବସିଥାନ୍ତି। ଏତିକି ବେଳେ କୁନିର ମା କୁନିର ଦୁଃଖ ସବୁ ରାଜୁକୁ କହିବାକୁ ଲାଗନ୍ତି। ମା, ଜ୍ୱାଇଁ ପୁଅ ତ ସେମିତି ନୁହଁ। କାହିଁ ମୁଁ ତାଙ୍କ ବିଷୟରେ ବହୁତ ଶୁଣିଛି, ନିଜେ ବି ଦେଖିଛି। ହେଲେ ତମେ ଯଦି କହୁଛ ସେମିତି, ଘର କଥା କିଏ ବା ଜାଣେ? କୁନି ଆମର ଆଉ ସେଇଠି ଯିବା ଦରକାର ନାହିଁ। ସେ ଆଜିଠାରୁ ଆମ ସାଙ୍ଗରେ ଏଇଠି ରହିବ। ମୁଁ ଯେତେ ଦିନ ବଞ୍ଚିଛି କୁନିର କଥା ବୁଝିବି। ସମସ୍ତେ ବସି ଏମିତି କଥାବାର୍ତ୍ତା ହେଉଥାନ୍ତି।
ଏତିକି ବେଳେ ରୁଚି ନୁଟା ଖଣ୍ଡେରେ ପାଣି ଆଣି ସମସ୍ତଙ୍କୁ ଖାଇବାକୁ ଡାକି ଆସେ। ତା ପରଦିନ ସକାଳୁ ସକାଳୁ ଶାଶୁ ବୋହୂ ଦୁହେଁ ଅଗଣାରେ ଠିଆ ହେଇଥାନ୍ତି। ଶାଶୁମା, ସକାଳୁ ସକାଳୁ ଜ୍ୱାଇଁ ପୁଅ ତାଙ୍କ ଫୋନରେ ଫୋନ କରିଥିଲେ। ସେ ତ ଘରେ ନଥିଲେ। ମୁଁ ଫୋନ ଉଠେଇଥିଲି। କୁନି କଥା ପଚାରୁଥିଲେ। କୁନି କେମିତି ଆସିଲା, କେତେବେଳେ ପହଞ୍ଚିଲା କହି ମୁଁ ସବୁ କଥା କହିଦେଲି। ତାପରେ ସେ କ'ଣ ଗୋଟେ ଶାଢ଼ୀ କଥା କହୁଥିଲେ। କୁନି କ'ଣ ଶାଢ଼ୀ ଖଣ୍ଡେ ପାଇଁ ରାଗିକି ଶ୍ୱଶୁର ଘରୁ ଚାଲି ଆସିଛନ୍ତି। ଚୁପ୍ କର କହୁଛି। ତତେ ଏଇ ସବୁ କଥାରେ ମୁଣ୍ଡ ଖେଳେଇବା ଦରକାର ନାହିଁ। ତୁ କ'ଣ ଜାଣିଛୁ? ସେ ଟକା ଯେମିତି କଥା କହିଦଉଛି ନା, ସେମିତି ସେ ସରଳିଆ ନୁହଁ। ସବୁଦିନ ମୋ ଝିଅକୁ ସେଇଠି କନ୍ଦେଇକି ରଖୁଛି। ଭଲ ହେଲା କୁନିଟା ଘର ଛାଡ଼ି ଚାଲି ଆସିଲା। ତୁ ଆଉ ଏ ବିଷୟରେ ଅଧିକ କହନି। ହଁ ହେଲା ଯେ ମା, ହେଲେ ସ୍ୱାମୀ ସ୍ତ୍ରୀ ଭିତରେ ତ ସବୁବେଳେ ଟିକେ ନା ଟିକେ ଝଗଡ଼ା ଝାଣ୍ଟି ହୁଏ। ଛୋଟ ଛୋଟ କଥାରେ ରାଗିକି କ'ଣ ଘର ଛାଡ଼ି ଚାଲି ଆସିଲେ ଚଳେ? ଏମିତିରେ ସେ କେମିତି ସଂସାର କରିବେ? ଆଉ ବିବାହିତ ଝିଅ ଖଣ୍ଡେକୁ କ'ଣ ବାପ ଘରେ ଆଣି ସବୁଦିନ ରଖିହେବ? ଏଇ ଦେଖ ପର ଘରି ଝିଅର ବୁଦ୍ଧି। ମୁଁ ଠିକ୍ ବୁଝିପାରୁଛି ତୁ କ'ଣ କହିବାକୁ ଚାହୁଁଛୁ। ତାମାନେ ତୋର ଭାଗ କମିଯିବ ନା। ଶୁଣ, ମୋ ପୁଅର ଏଇଠି ଯେତିକି ଅଧିକାର ଅଛି ନା, ମୋ ଝିଅର ବି ସେତିକି ଅଧିକାର। ଆଉ ତୁ କ'ଣ ଭାବୁଛୁ? ହଁ, ମୋ ଝିଅ ଏଇଠୁ ତା ଶ୍ୱଶୁର ଘରେ ଯାଇ କାନ୍ଦି କାନ୍ଦି ରହୁ, ସେଇ କଥା ମୁଁ ଜମାରୁ ହେବାକୁ ଦେବିନି। ମୁଁ ଯେତେ ଦିନ ଯାଇ ବଞ୍ଚିଛି ନା, ସେତିକି ଭିତରେ ମୁଁ ତମମାନଙ୍କର ସମାଧାନ କରିଦେଇଯିବି। ବୁଝିଲୁ? ତତେ ଯଦି ଲାଗୁଛି ତୋର ଭାଗ କମିଯାଉଛି, ତା ପାଇଁ ମୋ ପାଖରେ ଖଣ୍ଡେ ଉପାୟ ଅଛି। ଆମର ଏଇ ଯେଉଁ ଘର ଜାଗା ଯେତିକି ଅଛି ନା, ଆଜିଠାରୁ ମୁଁ ଏଇଠି ପାଚିରି ଉଠେଇ ଦଉଛି। ତମର ଅଧାକୁ କୁନିର ଆଉ ମୋର ଅଧା। ମୁଁ ଆଉ ତମମାନଙ୍କ ସହିତ ରହିବିନି। କୁନି ମୋ ସାଙ୍ଗରେ ମୋ ପଟେ ରହିବ। ଆଉ ତୁ ଭୁଲରେ ବି ଏ ପାଚିରି ଦେଇ ଏପଟେ ଆସିବୁନି। ଆଜି ହିଁ ଏ ଘରେ ପାଚିରି ଉଠିବ। ବୁଝିଲୁ? ମା, ମୋର କହିବାର ମାନେ ସେମିତି ନଥିଲା ମା। ମୁଁ ଚାହୁଁଥିଲି ଯେ କୁନି ଯେତେ ଦିନ ରହୁଛନ୍ତି ରୁହନ୍ତୁ, ହେଲେ ଜ୍ୱାଇଁ ପୁଅକୁ ବି ଡାକି ତାଙ୍କ ଭିତରେ ଟିକେ ସମାଧାନ କରେଇ ଦିଅନ୍ତୁ। ହେଲେ ତାଙ୍କର ସଂସାରଟା ବଞ୍ଚିଯାଆନ୍ତା। ରୁଚି ଯେତେକି ନିଜ ଶାଶୁକୁ ବୁଝେଇବାକୁ ଚେଷ୍ଟା କରେ, ହେଲେ ବି ତା ଶାଶୁ ଜମାରୁ ବୁଝନ୍ତିନି। ଅଣ୍ଡଟା ଗାଁରୁ ଖଣ୍ଡେ ମିସ୍ତ୍ରୀ ଆଣି ଘର ମଝିରେ ସିଧା ପାଚିରି ଉଠେଇ ଦିଅନ୍ତି। ରାଜୁ ଆଉ ରୁଚିକୁ ଘର ମଝିରେ ପାଚିରି ଦେଖି ବହୁତ ଖରାପ ଲାଗୁଥାଏ। ହେଲେ ରାଜୁର ମା କେଉଁ ଶୁଣିବା ଲୋକ ଯେ, ସେ କାହା କଥା ଶୁଣନ୍ତିନି, ଆଉ ପାଚିରି ଉଠେଇ ଦିଅନ୍ତି। ମା କୁନି, ମୁଁ ଭାତଟା ବସେଇ ଦେଇଛି। ଗଲୁ ଗଲୁ ମା, ଟିକେ ବାଡ଼ିରୁ ମୁଠେ ଶାଗ ତଳି ଆଣିବୁ। ପନିପରିବା ତ କିଛି ନାହିଁ। ଆମେ ସଞ୍ଜକୁ ଯାଇ ପନିପରିବା ଟିକେ ଆଣି ଆସିବା। ଯା, ଏବେ ଶାଗ ଟିକେ ନେଇଆ। ମା, ଏସବୁ ଯେଉଁ ହେଇଗଲା ନା, ସେଇଥିପାଇଁ ମୋ ଦେହ ମନ ଜମାରୁ ଭଲ ଲାଗୁନି। ଗଣ୍ଡ ତମେ ହିଁ ଆଜି ରୋଷେଇ କରି ପକାଅ। ମୁଁ ଟିକେ ବିଶ୍ରାମ କରୁଛି। କୁନିର ମା ଏଥର ରୋଷେଇବାସ ସବୁ କାମ କରନ୍ତି। ଏମିତି କିଛି ଦିନ ବିତିଯାଏ। କୁନି କିଛି ହେଲେ କାମଧନ୍ଦା କରେନି। ଗୋଟେ ଦିନ କୁନିର ମାର ଦେହ ବହୁତ ଜୋରରେ ଖରାପ ହୁଏ। ସେ ଆଉ ଖଟରୁ ଉଠି ପାରନ୍ତିନି। ଠିକ୍ ସେଇଦିନ କୁନିର ସ୍ୱାମୀ ଆସି ସେଇଠି ପହଞ୍ଚି ଯାଆନ୍ତି। ଜ୍ୱାଇଁ ପୁଅକୁ ଦେଖି କୁନିର ମା ଉଠି ବସନ୍ତି। କୁନି, ଆସି 3 ମାସ ହେଲାଣି, ହେଲେ ବି ଏବେ ଯାଇ ତମର ରାଗ ଥମିନି। ତମେ ଯେଉଁ ଶାଢ଼ୀଟା କହିଥିଲ ନା, ମୁଁ ଘରେ ଆଣି ରଖିଦେଇଛି। ଚାଲ, ଏଥର ମୋ ସାଙ୍ଗରେ ଚାଲ। ଆଉ ଏମିତି କେବେ ହେଲେ ରାଗି ଆସିବନି। ଏଥର କୁନିର ମା ନିଜ ଜ୍ୱାଇଁ ପୁଅକୁ ଶାଢ଼ୀ କଥା ପଚାରନ୍ତି, କାହିଁକି ସେ ତ ଜାଣିନଥାନ୍ତି। ଆଉ କୁନିର ସ୍ୱାମୀ ସବୁ କଥା ନିଜ ଶାଶୁଙ୍କ ଆଗରେ କହିଦିଅନ୍ତି। ଜ୍ୱାଇଁ ପୁଅ, ମୁଁ ମୋ ଝିଅ ତରଫରୁ ତମକୁ କ୍ଷମା ମାଗୁଛି। ମୋ ଝିଅ ମୋତେ ଆସି କହିଲା ତମେ ତା ସହିତ ଝଗଡ଼ା କର, ମାରପିଟ କର, ଆଉ ସେ ସେଇଠି ଫେରି ଯିବାକୁ ଚାହୁଁନି। ତାରି ପାଇଁ ତ ଆମେ ଘର ମଝିରେ ପାଚିରି ଉଠେଇଲୁ। ସେ ଏବେ ମୋ ସାଙ୍ଗରେ ଶାନ୍ତିରେ ରହିବ କହି। ହେଲେ ତମ ପାଖରୁ କଥାତକ ଶୁଣିଲା ପରେ ଲାଗୁଛି ମୋରି ଝିଅର ଭୁଲ ଥିଲା। ମା, ତମେ ତ ଏଥର ଦେଖିଲା ତମ ଜ୍ୱାଇଁ ପୁଅ ପରା ମୋତେ ନେବାକୁ ଆସିଛନ୍ତି। ମୁଁ ଆଉ କ'ଣ ରାଗିକି ରହିପାରିବି? ମା, ମୁଁ ମୋ ଶ୍ୱଶୁର ଘରକୁ ଯାଉଛି। ତମେ ଭଲରେ ରହିବ, ହେଲା? କୁନି ତ ଖୁସି ଖୁସି ନିଜ ସ୍ୱାମୀ ସହିତ ଶ୍ୱଶୁର ଘରକୁ ପଳେଇ ଯାଏ।
ସେପଟେ ରୁଚି ଶାଶୁ ବାହାରକୁ ନ ବାହାରିବାରୁ ଚିନ୍ତାରେ ପଡ଼ିଯାଏ। ଆରେ କଥା କଣ, ଆଜି କୁନିକି ଶାଶୁ ମା କେହି ହେଲେ ବାହାରକୁ ବାହାରୁ ନାହାନ୍ତି। ଘର ଭିତରୁ ରୋଷେଇ ବାସ୍ନା ବି ଆସୁନି। କିଛି ତ ଗୋଟେ ହେଇଥିବ। ମୁଁ ୟାଙ୍କୁ ଡାକେ, ଆଉ 2 ଜଣ ସାଙ୍ଗରେ ଯାଇ ଶାଶୁ ମାଙ୍କୁ ଟିକେ ଦେଖି ଆସିବୁ। ରୁଚି ଆଉ ରାଜୁ ଯାଇ ଦେଖନ୍ତି ତ ରାଜୁର ମା ବିଛଣାରେ ପଡ଼ିଛନ୍ତି। ରୁଚି ଦେଖେ ତ ତାଙ୍କ ଶାଶୁଙ୍କର ଦେହ ଜମାରୁ ଭଲ ନାହିଁ, ଆଉ ଜାଣିବାକୁ ପାଏ ଯେ କୁନି ବି ନିଜ ସ୍ୱାମୀ ସହିତ ଶ୍ୱଶୁର ଘରକୁ ପଳେଇ ଗଲେଣି। ସେଇଥିପାଇଁ ରୁଚି ନିଜ ଶାଶୁଙ୍କର ବହୁତ ଯତ୍ନ ନିଏ, ଆଉ ସେ କିଛି ଦିନ ଭିତରେ ସୁସ୍ଥ ହେଇଯାଆନ୍ତି। ଆଲୋ ବୋହୂ, ମୁଁ ତୋ କଥା ସେତେବେଳେ ବୁଝିପାରିଲିନି। ହେଲେ ଆଜି ଆଉ ଏ ପାଚିରି ରହିବନି। ଆମେ ଶାଶୁ ବୋହୂ ମିଶି ଦୁହେଁ ଏ ପାଚିରିକୁ ଭାଙ୍ଗିଦେବା। ଏଥର ଶାଶୁ ବୋହୂ ମିଶି ଦୁହେଁ ପାଚିରିକୁ ଭାଙ୍ଗି ଦିଅନ୍ତି, ଆଉ ସେମାନେ ସମସ୍ତେ ଖୁସିରେ ରୁହନ୍ତି। ସାଙ୍ଗମାନେ, କାହାଣୀଟି ଯଦି ଭଲ ଲାଗିଲା ହେଲେ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିନେବେ। ବୈତରଣୀ ନଦୀ କୂଳରେ ଶାନ୍ତି ଚଢ଼ି ତାର 2 ପୁଅ ଝିଅଙ୍କ ସହିତ ରହୁଥିଲା। 2 ପୁଅ ଝିଅ ତାର ବଡ଼ ହେଇସାରିଥିଲେ। ସେଇଥିପାଇଁ ଶାନ୍ତି ନିଜ ଝିଅ ରଞ୍ଜୁର ବାହାଘର ଗୋଟେ ଭଲ ପରିବାର ଦେଖି କରିଦିଏ। ରଞ୍ଜୁର ବାହାଘରର କିଛି ଦିନ ପରେ ପରେ ଶାନ୍ତି ତା ପୁଅ ପିଣ୍ଟୁର ବି ବାହାଘର କରିଦିଏ। ରଞ୍ଜୁ ଭାଇ ବାହାଘରେ ଆସିଥିଲା, ହେଲେ କିଛି ଦିନ ପାଇଁ ବାପ ଘରେ ରହିଗଲା। ଆଜି ସେ ତା ଶ୍ୱଶୁର ଘର ଯିବାକୁ ବାହାରିଛି। ଆଲୋ ମା, ଆଉ 2ଟା ଦିନ ରହିଗଲୁନି, ମତେ ବି ଭଲ ଲାଗିଥାନ୍ତା। ନା, ତମେ ଯେମିତି କହୁଛ ନା, ସତରେ ମତେ ଏଠୁ ନା ଯିବାକୁ ଜମାରୁ ଇଚ୍ଛା ନାହିଁ। ତମ ଶାଶୁ କଥା ତ ଜାଣିଛ, ସବୁବେଳେ ଖାଲି ଗଜର ଗଜର ଖାଉଥିବ। ମତେ ଜମାରୁ ଭଲ ଲାଗେନି। ମା, ମୁଁ ତ ଯାଉଛି, ହେଲେ ଗୋଟେ କଥା କହିଦଉଛି, ମନେ ରଖିବୁ। ସେ ତ ନୂଆ ବୋହୂକୁ ନା ଜମାରୁ ମୁଣ୍ଡରେ ଚଢେଇବୁନି। ଘରର ସବୁ କାମ ଧନ୍ଦା କରେଇବୁ। ତୁ ଖାଲି ଗଡ ଉପରେ ଗଡ ଥାଇ ଖାଇବୁ। ବୋହୂ ଆଣିଛୁ ପରା, କାମ କରିବା ଆଉ କଣ ଦରକାର କହିଲୁ ଦେଖି। ୟାକୁ ଯଦି ଶାସନରେ ନ ରଖିବ ନା, ପରେ ପସ୍ତେଇ ହେବୁ। ତ ମୁଣ୍ଡରେ ଚଢି ଥେଇ ଥେଇ ନାଚିବ, ସେତେବେଳେ ରଞ୍ଜୁ କଥା ମନେ ପକେଇବୁ। ଠିକ କହିଲୁ ମା ରଞ୍ଜୁ। ମୋର ବା ଆଉ ବୟସ କୋଉଠି ଅଛି ଯେ ମୁଁ କାମ ଧନ୍ଦା କରିପାରିବି। ସେଇ ବସି ବସି ଟିକେ ଦେଖିବି, ଆଉ ସେ ଯାହା 2ଟା ଦେବ ତାକୁ ଖାଇକି ରହିବି। ହଉ ହେଲେ ମୁଁ ଏବେ ଯାଉଛି, ବସ୍ ଟାଇମ୍ ହେଇଗଲାଣି। ତେଣୁ ବସ୍ ନହେଲେ ମତେ ଛାଡ଼ି ଚାଲିଯିବ। ଆଉ ଭାଇର ଯୋଉ ନୂଆ ଫୋନଟା ଆଣିଛି ନା, ସେଇଥିରେ ମୁଁ ନମ୍ବର ଦେଇଦେଇଛି, ତମେ ମତେ ଫୋନ କରିବ। ବୋହୂ ରାନୀ ଘରରେ ସବୁ କାମ ଧନ୍ଦା ସମ୍ଭାଳି ନିଏ। ସେପଟେ ପିଣ୍ଟୁ ଚଢ଼େଇଥିଲା ଗୋଟେ ବଡ଼ ଚାଷୀ। ସେ ତା ବିଲରେ ବହୁତ ସାରା ପରିବା ଚାଷ କରିଥିଲା। ଏକୁଟିଆ ଚାଷ ସବୁ ଦେଖିବାକୁ ପିଣ୍ଟୁକୁ ଅସୁବିଧା ହେଉଥିଲା। ସେଇଥିପାଇଁ ସେ ରାନୀକୁ ବି ସାଙ୍ଗରେ ନେଇ ବିଲକୁ ଆସେ। ରାନୀ ପରିବା ସବୁ ତୋଳି ଟକେଇରେ ଦେଇଦିଏ, ଆଉ ପିଣ୍ଟୁ ଚଢ଼େଇ ବିକ୍ରି କରିବାକୁ ଚାଲିଯାଏ। ତାପରେ ରାନୀ ଘରକୁ ଆସି ରୋଷେଇବାସ କାମ ଆରମ୍ଭ କରିଦିଏ। ସକାଳେ ପଖାଳ ଖାଇ ରାନୀ ଆଉ ପିଣ୍ଟୁ 2 ଜଣ କାମକୁ ଯାଆନ୍ତି। ହେଲେ ଶାଶୁ ପାଇଁ ରାନୀ ସବୁବେଳେ ଗରମ ଗରମ ଭାତ ତରକାରୀ ବନେଇକି ଖାଇବାକୁ ଦିଏ। ଏମିତି ଗୋଟେ ଦିନ ସକାଳୁ ରାନୀ ଆଉ ପିଣ୍ଟୁ ନିଜ ପରିବା ବିଲରେ ଥାଆନ୍ତି। ଶୁଣୁଛ ରାନୀ, ଆଜି ଆମର ଏଠି ହାଟ ହୁଏ। ହାଟରେ ନା ପ୍ରବଳ ଭିଡ଼ ଲାଗେ। ଏକୁଟିଆ ସମ୍ଭାଳିବା ତ ବହୁତ ମୁସ୍କିଲ ହେଇଯାଏ। କିଏ ପରିବା ନେଇଯାଉ ତ ପଇସା ଦିଏନି, ଏଇଭଳିଆ କରନ୍ତି। ସେଇଥିପାଇଁ ତମେ ଯଦି ସାଙ୍ଗରେ ଚାଲନ୍ତ ଭଲ ହୁଅନ୍ତା। ମୁଁ ଯଦି ପରିବା ଦିଅନ୍ତି, ତମେ ପଇସା ରଖନ୍ତ। ଆମେ ତ ସକାଳେ ପଖାଳ ଖାଇ ଆସିଛୁ, ଆଉ ଅଳ୍ପ କିଛି ପଖାଳ ବି ଘରେ ଅଛି। ହେଲେ ମୁଁ ଏଇଠୁ ଗଲା ପରେ ମାଙ୍କ ପାଇଁ ଗରମ ଭାତ ରୋଷେଇ କରେ। ଘରକୁ ଯଦି ନ ଯିବି, ହେଲେ ମା ତ ଆଜି ଗରମ ଭାତ ଖାଇପାରିବେନି। ଆରେ ରାନୀ, ତମେ ଏତେ ଚିନ୍ତା କରିବା ଦରକାର ନାହିଁ। ତମେ ଯେବେ ଘରେ ନଥିଲ ନା, ସେବେ ଆମେ ମା ସହିତ ରାତିରେ ବି ପଖାଳ ଖାଇ ଶୋଇଛୁ। ଆଉ ଏମିତିରେ ବି ତ ମା ଘରେ ବସି ରହୁଛି। ଆଉ ତମେ ଯଦି ମୋ ସାଙ୍ଗରେ ଯିବ ନା, ଆମେ ଅଧିକ ପରିବା ବି ନେଇପାରିବା। ତାମାନେ ଆମର ପରିବା ଆଉ ନଷ୍ଟ ହବନି। ଅଧିକ ପରିବା ଆମେ ବିକ୍ରି କରି ଅଧିକ ପଇସା ପାଇବା। ଚାଲ ଚାଲ, ଆଉ ଡେରି କରନି, ଆଉ ଗୋଟେ ଟକେଇରେ ପରିବା ଭର୍ତ୍ତି କରିବା। ରାନୀ ପିଣ୍ଟୁ ସହିତ ପରିବା ନେଇ ବଜାରକୁ ଯିବାକୁ ରାଜି ହେଇଯାଏ। ସେପଟେ ରାନୀର ଶାଶୁ ଶାନ୍ତି ଗଛ ମୂଳରେ ଗୋଟେ ଖଟିଆ ପାରି ବୋହୂର ବାଟକୁ ଅନେଇ ବସିଥାନ୍ତି।
ଆମେ ଏଇ ପଡାମୁହିଁ ଆଜି କୋଉଠି ରହି ଏତେ ବଡ ତାର ତୀର୍ଥ ଦର୍ଶନ ନାହିଁ ଖାଇବି ଏମିତି ଭୋକ ବସିବି ବସିବି ମତେ ଲାଗୁଛି ଆମ ଚରାଣୀ ବୋଧେ ସେ ଗଛ ମୂଳରେ ଶୋଇ ପଡିଥିବ ନହେଲେ ଏବେ ଯାଇ କାହିଁ ଆସିଲାନି ଯେ। ଶାନ୍ତି ଏମିତି ବସି ନିଜ ବୋହୂକୁ ଗାଳି ଦେଇ ଦେଇ ନିଜ ଝିଅ କଥା ଚିନ୍ତା କରେ। ତାପରେ ତୁରନ୍ତ ନିଜ ଝିଅ ରଞ୍ଜୁକୁ ଫୋନ ଲଗାଏ। ଆଲୋ ମା ରଞ୍ଜୁ କେମିତି ଅଛୁ? ମୋ କଥା ତୋର ମନେ ପଡୁଛି ନା ନାଇଁ? କେତେବେଳେ ଟିକେ ଫୋନ କରି ମୋ କଥା ବୁଝ। ଆଲୋ ମା କଥା କଣ? ଏତେ ଦିନ ପରେ ଆଜି ଯାଇ ତ ଝିଅ କଥା ତତେ ମନେ ପଡିଲା? ରାମଚରଣୀ ତ ଭାଉଜ କିନ୍ତୁ ପଛେ ପଛେ ବିଲକୁ ପରିବା ତଳିବା କହି ଯାଇଛି ହେଲେ ସେଇପଟେ ବୋଧେ ତାକୁ ମରଣ ଖାଇଲା। ଏବେ ଯାଇ ତାର ଦର୍ଶନ କାହିଁ ମତେ ମିଳୁନି। ମୁଁ ବୋଧେ ଆଜି ଭୋକରେ ରହିବି। ଆସିଲେ ଯାଇ ସେ ରୋଷେଇ করে ମତେ ଖାଇବାକୁ ଦିଏ ହେଲେ ଆଜି ତ ଦିନ ଦ୍ୱିପହର ହେଲାଣି କାଇଁ ତାର ଦେଖା ଜମାରୁ ମିଳୁନି। ଦେଖ ମା କହିଲେ କହିବି ଝିଅ ମତେ ଏମିତି କଥା କହିଲା ହେଲେ ତୁ ସେ ଭାଉଜଙ୍କ ହାତ ଟେକାକୁ ଜଗିକି କେତେ ଦିନ ଆଉ ରହିବୁ? ତୋର କଣ ଇଜ୍ଜତ କହି କିଛି ନାହିଁ? ଘରେ ତ ଯାହା କିଛି ଅଛି ସବୁ କିଛି ତୋର। ଦେଖିଲା ବେଳେ ତତେ ଯାହା ଟିକେ ଟେକିଦେବି ଯାହା ଖାଇବୁ। ତୁ ତୋର ଅଲଗା ରାନ୍ଧି ଖାଉନୁ ମୋ ପାଖରେ ପଡିଛୁ ଯାହା ଇଚ୍ଛା ଖାଇବୁ। ସେମାନେ ତାଙ୍କର ଫିରେ ରାନ୍ଧି ଖାଆନ୍ତୁ। ରଞ୍ଜୁର କଥା ଶାନ୍ତିର ମନକୁ ବେଶ ପାଇଲା। ସେ ଭାବିଲା ଆଜି ଭଲ କି ଖଣ୍ଡି ଝଗଡ଼ା କରିବ। ସେଇଥିପାଇଁ ସେମିତି ହିଁ ସେ ଖଟ ପାରି ବାହାରେ ବସି ରହିଲା। ଦିନ ଯାଇ ସଞ୍ଜ ଆସିଲା। ପିଣ୍ଟୁ ଆଉ ରାନୀ ହାଟ କରିସାରି ଘରକୁ ଫେରନ୍ତି। ଶାନ୍ତି ଖପ୍ କି ଡେଇଁ ପଡ଼ି ଯାଇ ଦୁଆର ମୁହଁରେ ଠିଆ ହେଇଯାଏ। ମା ଆପଣ ଖାଇ ନେଇଛନ୍ତି ତ? ଯୋଉ ମୁଁ ଖାଇଥାନ୍ତି ସେ ପଚାରି ଦେବେ ତମେ ଖାଇଛ? ତୁ କଣ ଜାଣିନା? ଆସିଲା ପରେ ରୋଷେଇ ହେଲେ ଯେ ଆମେ ଗରମ ଭାତ ଖାଇବା। ମା ତମର ଏ କଣ ବ୍ୟବହାର? ଯେବେ ରଞ୍ଜୁ ବାହା ହେଇ ଚାଲି ଯାଇଥିଲା ସେବେ ତ ପୁଣି ମୁଁ ବିଲକୁ କାମ ପାଇଁ ଯାଉଥିଲି, ପରିବା ବିକି ଯାଉଥିଲି। ତମେ ତ ରୋଷେଇବାସ ସବୁ କରୁଥିଲ, ନିଜ ପାଇଁ ବି କରୁଥିଲ, ମତେ ବି ଗରମ ଖାଇବାକୁ ଦଉଥିଲ। ହେଲେ ଆଜି କଣ ଆମେ ଦି ଜଣ ଭାତକୁ ଚାଲିଗଲୁ, ତମେ ଟିକେ ଭାତଟା ଫୁଟେଇ ପାରିଲନି? ହେ ଭଗବାନ ଏ ଅଲକ୍ଷଣୀ ଆସିଲା ଯେ ତତେ କଣ ପାଠ ପଢେଇ ଦେଲା ଭଗବାନଙ୍କୁ ଜଣା। ଏଥର ମାଇକିନା କଥାରେ ମତେ ତୁ କହିବୁ? ତୋର ତ ମୁହଁ ବଢିଗଲାଣି। କଣ କହିଲୁ ମୁଁ ଭାତ ଗଣ୍ଡେ ଫୁଟେଇ ଖାଇ ପାରିବିନି? ଦେଖ କାଲିଠାରୁ ମୁଁ ମୋ ଅଲଗା ରୋଷେଇ କରିବି। ମୁଁ ଆଉ ତମ ମାନଙ୍କ ସହିତ ଖାଇବିନି। ମୁଁ ନିଜ ରୋଷେଇ ନିଜେ କରିବି। ସେଦିନର ଝଗଡ଼ା ପରେ ରାତିରେ କେହି ହେଲେ ଆଉ ଖାଆନ୍ତିନି। ସକାଳ ହେଇଯାଏ। ସକାଳେ ଶାନ୍ତି ଘର ବାହାରେ ଚୁଲି ବନେଇ ରୋଷେଇ କରିବା ଆରମ୍ଭ କରେ। ସେପଟେ ଭିତରେ ରାନୀ ଚଢ଼େଇ ତାର ରୋଷେଇ କରୁଥାଏ। ପଡ଼ୋଶୀ ବବଲିପାରା ଶାନ୍ତିକୁ ବାହାରେ ରୋଷେଇ କରିବା ଦେଖି ପାଖକୁ ଆସେ। ଆଲୋ ଶାନ୍ତି ତୁ ଘର ବାହାରେ କଣ ପାଇଁ ରୋଷେଇ କରୁଛୁ? ଆଲୋ ବବଲି ତତେ କଣ ଜଣା ନାହିଁ ଆଜିକାଲିଆ ବୋହୂ ମାନଙ୍କ କଥା? ଯଦି କଣ ଟିକେ କହିଦେବୁ ନା ସିଧା କଥା ମୋର ଭିନେ ରାନ୍ଧିବି। ମତେ ଆଉ ସେ ଖାଇବା ପିଇବାକୁ ଦେଇ ପାରିବନି। ସେଇଥିପାଇଁ ପରା ମୁଁ ମୋର ଅଲଗା ରୋଷେଇ କରୁଛି। ଆଲୋ ଶାନ୍ତି ତୋ ବୋହୂଟା ତ ମତେ ବହୁତ ବୁଝାସୁଝା ଲାଗେ। ତେବେ ସେସବୁ କଣ ଦେଖାଣିଆ? ତାମାନେ କଣ କହୁଛୁ? ମୁଁ ଯଦି ମିଛ କଥା କହୁଛି ମୋ ବୋହୂଟା ପରା ଶୁଣିଲା। ମୋ ଦୁଃଖ ଦେଖିବାକୁ ଆସିଲା। ଆଉ ଥରେ ଆସିଥିବୁ ଦେଖିବୁ ତତେ ଏକାବେଳେ ଚେଙ୍କ ଲଗେଇବି। ଏମିତି ଗୋଟେ ଦିନ ଶାନ୍ତିର ଦେହ ବହୁତ ଖରାପ ହୁଏ। ସେ ଚିନ୍ତା କରେ ତା ଝିଅ ରଞ୍ଜୁକୁ ଡାକିବ କହି। ସେଇଥିପାଇଁ ଫୋନ ଲଗାଏ। ଆଲୋ ମା ରଞ୍ଜୁ ମୋ ଦେହ ଜମାରୁ ମା ଭଲ ନାହିଁ। ତୁ ଯଦି ଟିକେ ଆସନ୍ତୁ ଭଲ ହୁଅନ୍ତା। ମୁଁ ପରା ଭିନେ ରାନ୍ଧି ଖାଉଛି ହେଲେ ଭିନେ କେମିତି ରାନ୍ଧିବି? ମୁଁ ତ ବିଛଣାରୁ ଉଠି ପାରୁନି। ତୁ ଯଦି ଆସନ୍ତୁ କଣ ଟିକେ ମତେ ରୋଷେଇ ବାସେଇ କରି ଦିଅନ୍ତୁ। ଯାଇଥାନ୍ତି ଏ ପରା ପିକନିକ ପ୍ଲାନିଂ କରିଛନ୍ତି, ଟିକେଟ କରି ସାରିଛନ୍ତି। ହଠାତ୍ ଟିକେଟ କେମିତି କ୍ୟାନସେଲ କରିବେ କହିଲ ଦେଖି? ତମେ ଟିକେ କେମିତି ଦେଖି ଚାହିଁ ରହିଯାଅ। ଓ ହେଲା ମା ଜ୍ୱାଇଁ ଯଦି ଟିକେଟ କରିଛନ୍ତି
ତମେ ମାନେ ଯାଅ ପିକନିକ ଯାଅ। ଝିଅ ଆସିବାକୁ ମନା କଲାରୁ ବୁଢ଼ୀ ମନ ଦୁଃଖରେ ଫୋନ୍ ରଖିଦିଏ। ସେପଟେ ରାନୀ ଶାନ୍ତିକୁ ରୋଷେଇ କରିବା ନ ଦେଖି ଆସି ତା ରୁମ୍ରେ ପହଞ୍ଚିଯାଏ ଆଉ ପଚାରେ, ମା କେତେବେଳେ ସକାଳ ହେଲାଣି, ହେଲେ ଆପଣ ଯେ ଏବେ ଯାଇ ବିଛଣାରେ ଅଛନ୍ତି, ଚାଲନ୍ତୁ ଉଠନ୍ତୁ। ପାନ ପଡା ମୁଇଁ, ମୋ ଦେହରେ ଆଉ ଜମାରୁ ବଳ ପାଉନି। ଖାଲି ମୁଣ୍ଡଟା ଧାଇଁ ଧାଇଁ ବୁଲେଇ ଦଉଛି। ମୁଁ ବିଛଣାରୁ ଉଠି ପାରିବିନି। ରାନୀ ଚଢ଼େଇ ତୁରନ୍ତ ଡକ୍ଟରଙ୍କୁ ଡାକେ। ତମ ଶାଶୁଙ୍କ ଦେହ ନା ବହୁତ ଦୁର୍ବଳ ହେଇଛି। ବର୍ତ୍ତମାନ ତାଙ୍କୁ ଟିକେ ଯତ୍ନ ଦରକାର। ଆଉ ଏଇଟା ଗୋଟେ ଟନିକ ଟା ଦଉଛି, ୟାକୁ ତମ ଶାଶୁଙ୍କୁ ଦେବ। ସେ ଦେଖିବ ବହୁତ ଜଲ୍ଦି ସୁସ୍ଥ ହେଇଯିବେ। ଆଉ ମାଉସୀ ଟିକେ ଭଲକି ଖିଆ ପିଆ କର। ବହୁ ରାନୀ ନିଜ ଶାଶୁଙ୍କର ବହୁତ ସେବା ଯତ୍ନ କରେ ଆଉ କିଛି ଦିନ ପରେ ଶାନ୍ତି ପୁରା ସୁସ୍ଥ ହେଇଯାଏ। ବହୁ ତୁ ମତେ କ୍ଷମା କରିଦେ, ଆଉ ପିଣ୍ଟୁ ତୁ ବି ମତେ କ୍ଷମା କରିଦେ। ମୁଁ ବହୁତ ବଡ ଭୁଲ କରିଦେଇଛି ରେ ବାପା। ସତରେ ଏ ଦୁନିଆରେ ପୁଅ ବୋହୂ ଛଡା ଆଉ ନିଜର କେହି ନାହିଁ। ଯିଏ ପାଖରେ ଅଛି ସିଏ ହିଁ ଦେଖିବ। ମା, ତମେ ଆମ ପାଖରୁ ଭୁଲ ମାଗିବା ଦରକାର ନାହିଁ। ଖାଲି ତମେ ଆଜି ପାଖରୁ ଆଉ ଅଲଗା ରୋଷେଇ କରିବନି। କାହିଁକି ନା ତମେ ଯୋଉ ଅଲଗା ରାନ୍ଧୁଛ ନା ଦୁଆର ମୁହଁଟାରେ, ବହୁତ ଧୂଆଁ ହଉଛି। ପିଣ୍ଟୁର କଥା ଶୁଣି ଶାଶୁ ବୋହୂ ଦି ଜଣ ହୋ ହୋ ହେଇ ହସିବାକୁ ଲାଗନ୍ତି।